ପିଲାମାନେ ଆଶା କରୁଛି ତୁମେମାନେ ସମସ୍ତେ ବହୁତ ଭଲ ଥିବ ଆଉ ପ୍ରିପାରେସନ୍ ବି ବହୁତ ବଢ଼ିଆ ସେ କରୁଥିବ। ଆଜି ପିଲାମାନେ ଆମର 4ଟି ସେଟ୍ ସରିଯାଇଛି, ପାଖାପାଖି 2ଟି କୋଶ୍ଚିନ୍। ଆଜି ଆମେ 5 ନମ୍ବର ସେଟ୍ ଡିସ୍କସନ୍ କରିବା। ଚାଲନ୍ତୁ ପିଲାମାନେ ଦେଖିବା 1 ନମ୍ବର କୋଶ୍ଚିନ୍। 1 ନମ୍ବର କୋଶ୍ଚିନ୍ କ'ଣ ପିଲାମାନେ? 1 ନମ୍ବର କୋଶ୍ଚିନ୍ ହେଉଛି ଗାନ୍ଧୀଜୀ ବାରିଷ୍ଟର ପଢ଼ିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ? ଗାନ୍ଧୀଜୀ ବାରିଷ୍ଟର ପଢ଼ିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ? ପ୍ରଥମ କୋଶ୍ଚିନ୍ ପିଲାମାନେ ଆନ୍ସର୍ ଦିଅ। ଗାନ୍ଧୀଜୀ ବାରିଷ୍ଟର ପଢ଼ିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ? ନା ପିଲାମାନେ କେବେ ଦେଖ କେବେ ପିଲାମାନେ ଅକ୍ଟୋବର 1888 ମସିହାରେ ଗାନ୍ଧୀଜୀ ବାରିଷ୍ଟର ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। ତାପରେ ପିଲାମାନେ ଆଗକୁ ଯିବା 2 ନମ୍ବର କୋଶ୍ଚିନ୍ ଦେଖିବା। 2 ନମ୍ବର କୋଶ୍ଚିନ୍ ପିଲାମାନେ ଅସହଯୋଗ ଆନ୍ଦୋଳନ ସମୟରେ ଇଂରେଜ ସରକାର ଗୋପବନ୍ଧୁ ଦାସଙ୍କୁ ଗିରଫ କରି କେଉଁ ଜେଲରେ ରଖିଥିଲା? ଯେତେବେଳେ ଅସହଯୋଗ ଆନ୍ଦୋଳନ ଚାଲିଥିଲା ସେ ସମୟରେ ଇଂରେଜ ସରକାର ଗୋପବନ୍ଧୁ ଦାସଙ୍କୁ ଗିରଫ କରି କେଉଁ ଜେଲରେ ରଖିଥିଲେ? କେଉଁ ଜେଲରେ ପିଲାମାନେ ଜାଣିଛନ୍ତି ସମସ୍ତେ? ହଜାରିବାଗ ଜେଲରେ ରଖିଥିଲେ। ତାପରେ ପିଲାମାନେ ଯିବା ଭାରତ ଛଡ଼ା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? ଯେତେବେଳେ ଭାରତ ଛଡ଼ା ଆନ୍ଦୋଳନ ହୋଇଥିଲା ସେ ସମୟରେ ମହାତ୍ମା ଗାନ୍ଧୀଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? ଭାରତ ଛଡ଼ା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? ନା ପିଲାମାନେ ପୁନେଠାରେ ବନ୍ଦୀ କରି ରଖାଯାଇଥିଲା। ତାପରେ ପିଲାମାନେ ଯିବା 4 ନମ୍ବର କୋଶ୍ଚିନ୍କୁ। 4 ନମ୍ବର କୋଶ୍ଚିନ୍ ଦେଖ ପିଲାମାନେ 4 ନମ୍ବର କୋଶ୍ଚିନ୍ର ଆନ୍ସର୍ ଦିଅ। 4 ନମ୍ବର କୋଶ୍ଚିନ୍ କେବେ ଭାରତ ସରକାର କ୍ୟାପ୍ଟେନ୍ ଲକ୍ଷ୍ମୀ ସେହଗଲଙ୍କୁ ପଦ୍ମଭୂଷଣ ସମ୍ମାନ କରିଥିଲେ? କେବେ ଭାରତ ସରକାର କ୍ୟାପ୍ଟେନ୍ ଲକ୍ଷ୍ମୀ ସେହଗଲଙ୍କୁ ପଦ୍ମଭୂଷଣ ସମ୍ମାନ କରିଥିଲେ? କେବେ ପିଲାମାନେ 1998 ମସିହାରେ। 1998 ମସିହାରେ। ତାପରେ ପିଲାମାନେ ଆଗକୁ ଯିବା ସମ୍ବଲପୁର ହିତୈଷିଣୀ କେଉଁ ସ୍ଥାନରୁ ପ୍ରକାଶ ପାଉଥିଲା? ସମ୍ବଲପୁର ହିତୈଷିଣୀ କେଉଁ ସ୍ଥାନରୁ ପ୍ରକାଶ ପାଉଥିଲା? କେଉଁ ସ୍ଥାନରୁ ପିଲାମାନେ? ନା ବାମଣ୍ଡା। କେଉଁ ସ୍ଥାନରୁ? ବାମଣ୍ଡାରୁ ପ୍ରକାଶ ପାଉଥିଲା ସମ୍ବଲପୁର ହିତୈଷିଣୀ। ଆଉ ଆମର କଟକରେ ଥିଲା ଉତ୍କଳ ଦୀପିକା। କଟକରେ ଆମର ଥିଲା ଉତ୍କଳ ଦୀପିକା ପ୍ରକାଶ ପାଉଥିଲା। କଟକରେ ଉତ୍କଳ ଦୀପିକା। ତାପରେ ଆମର ବାଲେଶ୍ୱରରେ କ'ଣ? ବାଲେଶ୍ୱରରେ ବୋଧଦାୟିନୀ ଆଉ ସମ୍ବାଦବାହିକା। ବାଲେଶ୍ୱରରେ ବୋଧଦାୟିନୀ ଆଉ ସମ୍ବାଦବାହିକା। ବୋଧଦାୟିନୀ ଆଉ ସମ୍ବାଦବାହିକା ବାଲେଶ୍ୱରରେ। ଆମର ଗଞ୍ଜାମରେ କ'ଣ? ଗଞ୍ଜାମରେ ଆଶା। ଆମର ଗଞ୍ଜାମରେ ଥିଲା କ'ଣ? ନା ଗଞ୍ଜାମରେ ଆମର ଥିଲା ଆଶା। ଗଞ୍ଜାମରେ ଆଶା ପ୍ରକାଶ ପାଉଥିଲା। ତାପରେ ପିଲାମାନେ ଯିବା 6 ନମ୍ବର କୋଶ୍ଚିନ୍କୁ। କିଏ ଉତ୍କଳ ସଭାର ସଦସ୍ୟ ନୁହେଁ? ଏମାନଙ୍କ ଭିତରୁ କିଏ ଉତ୍କଳ ସଭାର ସଦସ୍ୟ ନୁହେଁ? ମଧୁସୂଦନ ଦାସ, ନା ଗୋପବନ୍ଧୁ ଦାସ, ନା କାଳୀପଦ ବାନାର୍ଜୀ, ନା ହରିବଲ୍ଲଭ ବୋଷ? ଏମାନଙ୍କ ଭିତରୁ କିଏ ଉତ୍କଳ ସଭାର ସଦସ୍ୟ ନୁହେଁ? ନିଶ୍ଚୟ ପିଲାମାନେ ଗୋପବନ୍ଧୁ ଦାସ। 7 ନମ୍ବର କୋଶ୍ଚିନ୍ କେବେ କଟକର ତତ୍କାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ? କେବେ କଟକର ତତ୍କାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ? କେବେ? ନା ପିଲାମାନେ ଦେଖ କେବେ? 1849 ମସିହାରେ କଟକର ତତ୍କାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ। ତାପରେ ଆଗକୁ ବଢ଼ିବା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ କେବେ ଇଂରେଜ ସରକାରଙ୍କ ଏକ ଶ୍ୱେତପତ୍ର ପ୍ରକାଶ ପାଇଥିଲା? ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ କେବେ ଇଂରେଜ ସରକାରଙ୍କର ଏକ ଶ୍ୱେତପତ୍ର ପ୍ରକାଶ ପାଇଥିଲା? କେବେ? ନା କେବେ ପିଲାମାନେ ଦେଖ 1933 ମସିହା ମାର୍ଚ୍ଚ 17 ତାରିଖରେ। 1933 ମସିହା ମାର୍ଚ୍ଚ 17 ତାରିଖରେ। ତାପରେ ପିଲାମାନେ ଆଗକୁ ବଢ଼ିବା କେଉଁ ଅଞ୍ଚଳଟି ଓଡ଼ିଶା ବାହାରେ ରହିଗଲା? କେଉଁ ଅଞ୍ଚଳଟି ଓଡ଼ିଶା ବାହାରେ ରହିଗଲା? କେଉଁ ଅଞ୍ଚଳଟି ଓଡ଼ିଶା ବାହାରେ ରହିଗଲା? ନା ଦେଖ ପିଲାମାନେ କେଉଁ ଅଞ୍ଚଳ? ନା ମଞ୍ଜୁସା, ଫୁଲଝର, ସୋମପେଟା। ମଞ୍ଜୁସା, ଫୁଲଝର, ସୋମପେଟା ଓଡ଼ିଶା ବାହାରେ ରହିଗଲା। ତାପରେ ପିଲାମାନେ ଆଗକୁ ବଢ଼ିବା କିଏ ଯୋଧପୁରର ରାଜା ଥିଲେ? ରାଜା ହନୁମନ୍ତ ସିଂ ଥିଲେ ଯୋଧପୁରର ରାଜା। ତାପରେ ପିଲାମାନେ ଆଗକୁ ବଢ଼ିବା ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ? ଓଡ଼ିଶା ଗଡ଼ଜାତ କରିଥିଲେ କିଏ ପିଲାମାନେ? ନା ଭୁବନାନନ୍ଦ ଦାସ ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ। ତାପରେ ପିଲାମାନେ ଆଗକୁ ବଢ଼ିବା କେଉଁଟା ରାଜାଙ୍କର ଶୋଷଣ ପ୍ରଥା ନୁହେଁ? ମାଗଣା ରସଦ, ଭେଟି, ମହଲୱାରୀ। ରାଜାଙ୍କର ଶୋଷଣ ପ୍ରଥା କେଉଁଟା ନାହିଁ? ରାଜାଙ୍କର ଶୋଷଣ ପ୍ରଥା କେଉଁଟା ନାହିଁ? ନା ପିଲାମାନେ ମହଲୱାରୀଟା ରାଜାଙ୍କର ଶୋଷଣ ପ୍ରଥା ନାହିଁ। ମହଲୱାରୀଟା ରାଜାଙ୍କର ଶୋଷଣ ପ୍ରଥା ନୁହଁ ହେଲା।
एटा गोटे थिला राजस्व नीति महलवार एटा गोटे राजस्व नीति थिला। तापर आगु बढ़िया 13 नंबर एडवर्ड गोबर्ट केउंठारे जन आंदोलन को दमन करने को चेष्टा कले। एडवर्ड गोबर केउंठारे जन आंदोलन को दमन करने को चेष्टा कले। एडवर्ड गोबर केउंठारे जन आंदोलन को दमन करने को चेष्टा कले। देख एडवर्ड गोबर केउंठारे जन आंदोलन को दमन करने को चेष्टा कले पिला माने। देख केउंठारे 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 यानाम ठारे एडवर्ड गोबर जन आंदोलन को दमन करने को चेष्टा कले। तापर भाभा आणविक गवेषणा केन्द्र केउंठारे प्रतिष्ठित है। भाभा आणविक गवेषणा केन्द्र केउंठारे प्रतिष्ठित है। केउंठारे पिला माने ट्रम्पे ठारे भाभा आणविक गवेषणा केन्द्र प्रतिष्ठित होईछि। कोरापुटर कोया माने शिकार होइथिबा भयंकर रोगर नाम कौन? कोरापुटर कोया माने केउं रोगरे शिकार होइथिले पिला माने? ना यज रोगरे शिकार होइथिले। यज रोगरे शिकार होइथिले। आर्थिक प्रलोभन देखाई चिकित्सालय को सेमानकु आना जाउथिला। ए रोगर जिते से शिकार थे आर्थिक प्रलोभन देखा से चिकित्सालय को आना जाए सुस्थ होबार सुजोग दि जाउथला। तापर पिला माने 1950 मसीहा बेलू ओडिशा रे केतोटी प्राथमिक विद्यालय थिला? 1950 मसीहा बेलू ओडिशा रे केतोटी प्राथमिक विद्यालय थिला? ना 10,165 थिला। 1950 मसीहा बेलू 10,165 विद्यालय ओडिशा रे थिला। है तापर पिला माने आग को जिबा। केते मसीहा रे राज्य समवाय बैंक प्रतिष्ठा हला? केते मसीहा रे राज्य समवाय बैंक प्रतिष्ठा हला? केते मसीहा रे? ना 1948 मसीहा रे। 1948 मसीहा रे राज्य समवाय बैंक प्रतिष्ठा हला। क्यों जोड़ीटा ठीक नुह? क्यों जोड़ीटा ठीक नुह? क्यों जोड़ीटा ठीक नुह पिला माने? देख नीलाचल इस्पात निगम चौद्वारा। नीलाचल इस्पात निगम चौद्वारा ये जोड़ीटा पिला माने ठीक नहीं। तापर देखिया पिला माने ओडिशा शतकड़ा केते भाग लोक कृषि क्षेत्र ओडिशा शतकड़ा केते भाग लोक कृषि क्षेत्र रे काम करती? केते भाग लोक? ना ओडिशा शतकड़ा 65 भाग लोक कृषि क्षेत्र रे काम करती पिला माने। 20 नंबर क्वेश्चन मद्रास तेलुगु भाषाभाषी अंचल को नहीं क्यों राज्य गठन करा जायतिला? मद्रास तेलुगु भाषाभाषी अंचल को नहीं क्यों राज्य गठन करा जायतिला? क्यों राज्य? आंध्र प्रदेश राज्य। मद्रास तेलुगु भाषाभाषी अंचल को नहीं क्यों राज्य गठन करा जायतिला? आंध्र प्रदेश। तापर पिला माने जम्मू और काश्मीर एवं लादाख नाम दुईटी केन्द्रशासित अंचल केउं दिन आत्मप्रकाश पाइला? जम्मू और काश्मीर एवं लादाख नाम दुईटी केन्द्रशासित अंचल केउं दिन आत्मप्रकाश पाइला? केउं दिन पिला माने? केउं दिन? ना 2019 अक्टोबर 31 तारिख दिन। 2019 अक्टोबर 31 तारिख दिन। केउं धारा अनुसार 1-3 सदस्य विशिष्ट निर्वाचन आयोग गठित होता? संविधान केउं धारा अनुसार 1-3 सदस्य विशिष्ट निर्वाचन आयोग गठित होता? संविधान केउं धारा अनुसार? ना संविधान धारा 324। संविधान धारा 324 अनुसार। संविधान धारा 324 अनुसार। मोटरयान एक्ट केते मसीह संशोधित होईछि? मोटरयान एक्ट केते मसीह संशोधित होईछि? मोटरयान एक्ट 2019 मसीह संशोधित होईछि। तापर पिला माने केबो काहा मध्यरे बंधुत्वर संधि स्वाक्षरित होइतिला? केबो काहा मध्यरे बंधुत्वर संधि स्वाक्षरित होइतिला? भारत और भूटान 1949। भारत और भूटान 1949 मसीह बंधुत्वर संधि स्वाक्षरित होइतिला। तापर केउं उक्तिटी ठीक? 25 नंबर केउं उक्तिटी ठीक? देख केउं उक्तिटी ठीक? कोरिया युद्ध 1949 ରୁ 1953 चलुवा समय भारत और अमेरिका मध्य तिक्तता। उत्तर कोरिया को रूसियार समर्थन। दक्षिण कोरिया को अमेरिकार समर्थन। दक्षिण कोरिया रे कम्युनिस्ट शासन प्रतिष्ठा। कोड़ा ठीक पिला माने? कोड़ा ठीक पिला माने? ना 1 नंबर तो ठीक अच्छी। 2 नंबर भी ठीक अच्छी। उत्तर कोरिया को रूसियार समर्थन। 3 नंबर भी पिला माने ठीक अच्छी। दक्षिण कोरिया को अमेरिकार समर्थन। ये पिला माने ऑप्शन ए 25 ऑप्शन ए टी ठीक अच्छे। तापर आगु बढ़िया ख विभाग आइला भूगोल और अर्थनीति। चलतु केउंटा अजैव संबल नुहे? केउंटा अजैव संबल नुहे? हाथी अजैव संबल नुहे। तापर पिला नेक्स्ट क्वेश्चन केउं उपत्यका कृषिकार्य अधिक होता है? केउं उपत्यका कृषिकार्य अधिक होता है? केउं उपत्यका उभय गंगा और ब्रह्मपुत्र उपत्यका कृषिकार्य भल होता है? लवणाम्लयुक्त स्वल्प जैवांश विशिष्ट मृत्तिका को कौन कहुए? लवणाम्लयुक्त और स्वल्प जैवांश विशिष्ट मृत्तिका को कौन कहुए? लवणाम्लयुक्त और स्वल्प जैवांश विशिष्ट मृत्तिका को पेडालफर कहुए। केउं अरण्य को मौसुमी अरण्य कहुए?
କେଉଁ ଅରଣ୍ୟକୁ ମୌସୁମୀ ଅରଣ୍ୟ କୁହାଯାଏ? କ୍ରାନ୍ତୀୟ ଆର୍ଦ୍ର ପୂର୍ଣ୍ଣମୋଚୀ ଅରଣ୍ୟକୁ ମୌସୁମୀ ଅରଣ୍ୟ କୁହାଯାଏ। କ୍ରାନ୍ତୀୟ ଆର୍ଦ୍ର ପୂର୍ଣ୍ଣମୋଚୀ ଅରଣ୍ୟକୁ ମୌସୁମୀ ଅରଣ୍ୟ ବୋଲି କୁହାଯାଏ। ଭାରତରେ କେତେ ପ୍ରକାର ବା କେତେ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି? ଭାରତରେ କେତେ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି? ଭାରତରେ କେତେ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି? ନା 390 ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ଭାରତରେ ଅଛନ୍ତି। ହେଲା ସରୀସୃପ ପ୍ରଜାତି ସରୀସୃପ ଅଛନ୍ତି ଭାରତରେ। ଦେଖନ୍ତୁ ପିଲାମାନଙ୍କୁ ଡିସ୍କସନ୍ କରିଦେଉଛି। ସରୀସୃପ ଅଛନ୍ତି 456 ପ୍ରଜାତିର। ପକ୍ଷୀ ଅଛନ୍ତି କେତେ? ନା ପିଲାମାନେ ପକ୍ଷୀ ଅଛନ୍ତି 1232 ପ୍ରଜାତିର। ତାପରେ ଅଛନ୍ତି ପିଲାମାନେ କ'ଣ ନା ଆହୁରି ଅଛନ୍ତି ସ୍ତନ୍ୟପାୟୀ ପ୍ରାଣୀ 390 ପ୍ରଜାତିର। ମାଛ ଅଛନ୍ତି 2546 ପ୍ରଜାତିର। ହେଲା ତାପରେ ପିଲାମାନେ ପଢ଼ିବା 31। ଭାରତକୁ କେତୋଟି ପ୍ରାଣୀ ଭୌଗୋଳିକ ଅଞ୍ଚଳରେ ବିଭକ୍ତ କରାଯାଇଛି? ଭାରତକୁ କେତୋଟି ପ୍ରାଣୀ ଭୌଗୋଳିକ ଅଞ୍ଚଳରେ ବିଭକ୍ତ କରାଯାଇଛି? କେତୋଟି? ନା ପିଲାମାନେ 6ଟି ଭୌଗୋଳିକ ଅଞ୍ଚଳରେ ବିଭକ୍ତ କରାଯାଇଛି। ତାପରେ ପିଲାମାନେ କେଉଁ ସ୍ଥାନରେ ମଧୁର ଜଳର ଶତକଡ଼ା ପ୍ରାୟ 70% ବରଫ ଓ ହିମବାହ ଆକାରରେ ଅଛି? କେଉଁ ସ୍ଥାନରେ ମଧୁର ଜଳର ଶତକଡ଼ା ପ୍ରାୟ 70% ବରଫ ଓ ହିମବାହ ଆକାରରେ ଅଛି? କେଉଁ ସ୍ଥାନରେ ପିଲାମାନେ? ଆଣ୍ଟାର୍କଟିକା ଓ ଗ୍ରୀନଲ୍ୟାଣ୍ଡ। ଆଣ୍ଟାର୍କଟିକା ଓ ଗ୍ରୀନଲ୍ୟାଣ୍ଡରେ ମଧୁର ଜଳର ଶତକଡ଼ା ପ୍ରାୟ 70% ବରଫ ଓ ହିମବାହ ଆକାରରେ ଅଛି। ତାପରେ ପିଲାମାନେ ଭାରତରେ ଉତ୍ପାଦିତ ହେଉଥିବା ସମୁଦାୟ ବିଦ୍ୟୁତ୍ ଶକ୍ତିର ଶତକଡ଼ା ପ୍ରାୟ କେତେ ଭାଗ କେବଳ ଜଳବିଦ୍ୟୁତ୍ ଶକ୍ତିରୁ ମିଳିଥାଏ? ଭାରତରେ ଉତ୍ପାଦିତ ହେଉଥିବା ସମୁଦାୟ ବିଦ୍ୟୁତ୍ ଶକ୍ତିର ପ୍ରାୟ ଶତକଡ଼ା କେତେ ଭାଗ କେବଳ ଜଳବିଦ୍ୟୁତ୍ ଶକ୍ତିରୁ ମିଳିଥାଏ? କେତେ ଭାଗ? 33 ନମ୍ବର ପିଲାମାନେ 22 ଭାଗ ଜଳବିଦ୍ୟୁତ୍ ଶକ୍ତିରୁ ମିଳିଥାଏ। ତାପରେ ପିଲାମାନେ ଯିବା ଖଣିଜ ଦ୍ରବ୍ୟ ଓ ତାହାର ଉତ୍ପାଦନ ସ୍ଥାନ ଦୃଷ୍ଟିରୁ ନିମ୍ନୋକ୍ତ କେଉଁ ସଂଯୋଗଟି ଠିକ୍? ଖଣିଜ ଦ୍ରବ୍ୟ ଓ ତାହାର ଉତ୍ପାଦନ ସ୍ଥାନ ଦୃଷ୍ଟିରୁ ନିମ୍ନୋକ୍ତ କେଉଁ ସଂଯୋଗଟି ଠିକ୍? କେଉଁ ସଂଯୋଗଟି ଠିକ୍ ପିଲାମାନେ? କୋସମ୍ବା ଓ ଖଣିଜ ତୈଳ। କୋସମ୍ବା ଓ ଖଣିଜ ତୈଳ। କେଉଁଟା ଅନ୍ୟଠାରୁ ଭିନ୍ନ? ଏମାନଙ୍କ ଭିତରୁ ସୂର୍ଯ୍ୟକିରଣ ପବନ ଜୁଆର ଏଇରାକ ଶକ୍ତିର ଉତ୍ସ ଗୁଡ଼ିକ ହେଲା ଅଣପାରମ୍ପରିକ ଶକ୍ତିର ଉତ୍ସ ଗୁଡ଼ିକ ହେଉଛନ୍ତି ସୂର୍ଯ୍ୟକିରଣ ପବନ ଜୁଆର। କିନ୍ତୁ ପାରମ୍ପରିକ ଶକ୍ତିର ଉତ୍ସ ହେଉଛି ପ୍ରାକୃତିକ ଗ୍ୟାସ୍। ପାରମ୍ପରିକ ଶକ୍ତିର ଉତ୍ସ ହେଉଛି କ'ଣ? ନା ପ୍ରାକୃତିକ ଶକ୍ତିର ଉତ୍ସ ହେଉଛି ପ୍ରାକୃତିକ ଗ୍ୟାସ୍, ସେଥିପାଇଁ ଇଏ ଅଲଗା। ତାପରେ ପିଲାମାନେ କେଉଁ ରାଜ୍ୟରେ ଆରାବଳୀ ପର୍ବତ ଶ୍ରେଣୀରେ ମିଳୁଥିବା ଥୋରିୟମ୍ ବ୍ୟବହାର କରି ପରମାଣୁ ଶକ୍ତି ଉତ୍ପନ୍ନ କରାଯାଉଛି? କେଉଁ ରାଜ୍ୟରେ ଆରାବଳୀ ପର୍ବତ ଶ୍ରେଣୀରେ ମିଳୁଥିବା ଥୋରିୟମ୍ ବ୍ୟବହାର କରି ପରମାଣୁ ଶକ୍ତି ଉତ୍ପନ୍ନ କରାଯାଉଛି? କେଉଁ ରାଜ୍ୟରେ ପିଲାମାନେ? ନା ଦେଖ କେଉଁ ରାଜ୍ୟରେ? ରାଜସ୍ଥାନରେ। ଚା ଚାଷ ଡେସ୍ କୃଷିର ଏକ ଉଦାହରଣ ଅଟେ? ଚା ଚାଷ ଡେସ୍ କୃଷିର ଏକ ଉଦାହରଣ? ନା ଚା ଚାଷ ରୋପଣ କୃଷିର ଏକ ଉଦାହରଣ ଅଟେ। କେଉଁ ରାଜ୍ୟରେ ପ୍ରଚୁର ଲିଚୁ ମିଳିଥାଏ? ପିଲାମାନେ ବିହାର ରାଜ୍ୟରେ ପ୍ରଚୁର ଲିଚୁ ମିଳିଥାଏ। ରବର ଚାଷ ପାଇଁ କେତେ ତାପମାତ୍ରା ଆବଶ୍ୟକ? ରବର ଚାଷ ପାଇଁ ପିଲାମାନେ 25 ଡିଗ୍ରୀ ସେଲସିୟସ୍ରୁ ଅଧିକ ତାପମାତ୍ରା ଆବଶ୍ୟକ। 25 ଡିଗ୍ରୀ ସେଲସିୟସ୍ରୁ ଅଧିକ ତାପମାତ୍ରା ଆବଶ୍ୟକ। କେଉଁ ଶିଳ୍ପକୁ ହାଲୁକା ଶିଳ୍ପ କୁହାଯାଏ? ନା ଖାଉଟି ଶିଳ୍ପକୁ ହାଲୁକା ଶିଳ୍ପ କୁହାଯାଏ। ସ୍ୱାଧୀନତା ପୂର୍ବରୁ ଭାରତରେ ସର୍ବମୋଟ କେତୋଟି କାଗଜ କଳ ଥିଲା? ସ୍ୱାଧୀନତା ପୂର୍ବରୁ ଭାରତରେ ସର୍ବମୋଟ 15ଟି କାଗଜ କଳ ଥିଲା। ପ୍ରକ୍ରିୟାକରଣ ମାଧ୍ୟମରେ କଞ୍ଚାମାଲର ବ୍ୟବହାର ଦ୍ୱାରା ବହୁଳ ପରିମାଣରେ ବିଭିନ୍ନ ବସ୍ତୁର ଉତ୍ପାଦନ କରିବାକୁ କ'ଣ କୁହାଯାଏ? ପ୍ରକ୍ରିୟାକରଣ ମାଧ୍ୟମରେ କଞ୍ଚାମାଲର ବ୍ୟବହାର ଦ୍ୱାରା ବହୁଳ ପରିମାଣରେ ବିଭିନ୍ନ ବସ୍ତୁର ଉତ୍ପାଦନ କରିବାକୁ କ'ଣ କୁହାଯାଏ ପିଲାମାନେ? ନା ବିନିର୍ମାଣ ବୋଲି କୁହାଯାଏ। ପ୍ରକ୍ରିୟାକରଣ ମାଧ୍ୟମରେ କଞ୍ଚାମାଲର ବ୍ୟବହାର ଦ୍ୱାରା ବହୁଳ ପରିମାଣରେ ବିଭିନ୍ନ ବସ୍ତୁର ଉତ୍ପାଦନ କରିବାକୁ ବିନିର୍ମାଣ କୁହାଯାଏ। ତାପରେ ପିଲାମାନେ ରପ୍ତାନି ଓ ଆମଦାନୀ ମଧ୍ୟରେ ଥିବା ବ୍ୟବଧାନକୁ କ'ଣ କୁହାଯାଏ? ରପ୍ତାନି ଓ ଆମଦାନୀ ମଧ୍ୟରେ ଥିବା ବ୍ୟବଧାନକୁ କ'ଣ କୁହାଯାଏ? ରପ୍ତାନି ଓ ଆମଦାନୀ ମଧ୍ୟରେ ଥିବା ବ୍ୟବଧାନକୁ ବାଣିଜ୍ୟିକ ଉଦ୍ବୃତ୍ତି ବୋଲି କୁହାଯାଏ। ବିଜୁଳି ସାଧାରଣ ଭାବେ କେଉଁ ପ୍ରକାରର ମେଘ ସହିତ ଜଡ଼ିତ? କୃଷ୍ଣପୁଞ୍ଜ ମେଘ। କେଉଁ ବାତ୍ୟା ବାଲେଶ୍ୱରକୁ ଗ୍ରାସ କରିଥିଲା? କେଉଁ ବାତ୍ୟା? ନା ବୁଲବୁଲ ବାତ୍ୟା ବାଲେଶ୍ୱରକୁ ଗ୍ରାସ କରିଥିଲା। ମୁଣ୍ଡ ପିଛା ଆୟ ଦୃଷ୍ଟିରୁ କେଉଁ ଦେଶଟି ପଛୁଆ? ଶ୍ରୀଲଙ୍କା। ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଶ୍ରୀଲଙ୍କା ଦେଶଟି ପଛୁଆ। କମ୍ପାନୀର ଏକ ଛୋଟ ଅଂଶକୁ କିଣିବାକୁ କ'ଣ କୁହାଯାଏ? କମ୍ପାନୀର ଏକ ଛୋଟ ଅଂଶକୁ କିଣିବାକୁ ସେୟାର ବୋଲି କୁହାଯାଏ। ସେବି ସମସ୍ତ
ଷ୍ଟକ୍ ଏକ୍ସଚେଞ୍ଜକୁ ସବୁ ପ୍ରକାର ସମସ୍ୟାର ସମାଧାନ କେତେ ଦିନ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନା 15 ଦିନ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାଶ୍ କହିଲେ କ'ଣ ବୁଝାଏ? କ୍ୟାଶ୍ କହିଲେ ସୁଅଭ୍ୟାସକୁ ବୁଝାଏ। କ୍ୟାଶ୍ କହିଲେ କ'ଣ ବୁଝାଏ? ସୁଅଭ୍ୟାସ। ଉତ୍ପାଦନରେ ନିରନ୍ତର ନୂତନତ୍ୱ ଓ ସୁଧାର ଆଣିବା ଯୋଜନାକୁ କ'ଣ କହନ୍ତି? କ'ଣ କହନ୍ତି ପିଲାମାନେ? ନା ବଜାର ପରିଚାଳନା କହନ୍ତି। ହେଲା ପିଲାମାନେ 50ଟି କ୍ୱେଶ୍ଚିନ୍ ଡିସ୍କସନ୍ ସରିଯାଇଛି। ଦେଖିନେବ ପିଲାମାନେ ସମୟ ବାହାର କରିକି।